ହାଲେଲୁୟା। ଆମେ ଆଉ ଥରେ ପଢିବା ଦ୍ୱିତୀୟ ରାଜାବଳୀ 3 ଅଧ୍ୟାୟ 17 ପଦ। କାରଣ ସଦାପ୍ରଭୁ ଏଇ କଥା କହନ୍ତି, ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ। ହାଲେଲୁୟା। ତହିଁରେ ତୁମ୍ଭେମାନେ ତୁମ୍ଭମାନଙ୍କ ଗୋମେଷାଦି ତୁମ୍ଭମାନଙ୍କ ଗୋମେଷାଦି ତୁମ୍ଭମାନଙ୍କ ପଶୁ ସମସ୍ତେ ପାନ କରିବ। ତୁମ୍ଭମାନଙ୍କ ପଶୁ ସମସ୍ତେ ପାନ କରିବ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଆମେ ଦେଖିବା ଯେତେବେଳେ ଯେହୋଶାଫାଟ ତାଙ୍କ ସହିତ ଏକତ୍ର ହୋଇଥିବା ରାଜାମାନେ ମୋଆବୀୟ ରାଜା ସହିତ ଏମାନେ ଯୁଦ୍ଧ କରିବାକୁ ଯାଉଛନ୍ତି, ସେହି ସମୟରେ ଏମାନଙ୍କ ମଧ୍ୟରେ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ଏମାନେ ହୋଇଛନ୍ତି। ଆମେ ଯେତେବେଳେ ସେ 3 ଅଧ୍ୟାୟ 8 ପଦ ପଢିବା, ଲେଖାଯାଏ, ଆଉ ଜିହୋରାମ କହିଲେ, ଆମ୍ଭେମାନେ କେଉଁ ପଥରେ ଯିବା? ତହୁ ଜିହୋଶାଫାଟ ଉତ୍ତର କଲେ, ଏଦୋମ ପ୍ରାନ୍ତର ପଥ ଦେଇ। ହାଲେଲୁୟା। 8 ପଦରେ ଲେଖା ଅଛି, ଏମାନେ ଯେତେବେଳେ ଯୁଦ୍ଧ କରିବା ପାଇଁ ବାହାରୁଛନ୍ତି, ସେହି ସମୟରେ ଏମାନେ ନିଷ୍ପତ୍ତି କରୁଛନ୍ତି ଆମେ କୋଉ ବାଟ ଦେଇ ଯିବା। ଆଉ ସେମାନଙ୍କ ମଧ୍ୟରେ ସେମାନେ ନିଷ୍ପତ୍ତି କଲେ ଆମେ କଣ କରିବା? ଆମେ ଏଦୋମ ବାଟ ଦେଇ ଯୁଦ୍ଧ କରିବାକୁ ଯିବା। ପୁଣି ଏମାନେ ଯାଉ ଯାଉ ଆମେ ଯେତେବେଳେ 9 ପଦ ପଢୁଛୁ, ଲେଖାଯାଏ ଯେ ସେମାନେ ସେହି ସ୍ଥାନରେ ତୃଷାର୍ତ୍ତ ହେଲେ। 9 ପଦ କେତେ ପଢେ? ତହୁ ଇସ୍ରାଏଲ ରାଜା ଓ ଜେହୁଦାର ରାଜା ଓ ଇଦୋମର ରାଜା ଯାତ୍ରା କରି 7 ଦିନର ପଥ ବୁଲି କରି ଗଲେ। ତାପରେ ପୁଣି ସୈନ୍ୟମାନଙ୍କ ପାଇଁ ଅବା ସେମାନଙ୍କ ପଶ୍ଚାଦଗାମୀ ପଶୁମାନଙ୍କ ପାଇଁ ଜଳ ମିଳିଲା ନାହିଁ। କଣ ହେଇଛି? ଏମାନେ ଯେତେବେଳେ ଯୁଦ୍ଧ କରିବା ପାଇଁ ଆପଣା ସଙ୍ଗରେ ସୈନ୍ୟମାନଙ୍କୁ ନେଇକି ଗଲେ, ଏମାନେ ଯାଉ ଯାଉ କେତେ ଦିନର ବାଟ ଗଲେ? 7 ଦିନର ବାଟ ଗଲେ। ତାପରେ ଏମାନେ ଦେଖିଲେ ଯେ ଏମାନେ ବର୍ତ୍ତମାନ ଠିକ ସ୍ଥିତିରେ ନାହାନ୍ତି। ଏମାନଙ୍କ ପାଇଁ, ଏମାନଙ୍କ ସୈନ୍ୟମାନଙ୍କ ପାଇଁ, ଏମାନଙ୍କ ପଶୁବଳ ପାଇଁ ଆଉ ପାଣି ନାହିଁ। ସେତେବେଳେ ରାଜାମାନେ ବର୍ତ୍ତମାନ କଣ କରିବେ ଚିନ୍ତା କରିପାରୁନାହାନ୍ତି। ଯୋଉ ସମୟରେ ଏମାନେ ଅନୁଭବ କଲେ ବା ଦେଖିପାରିଲେ ଯେ ଏମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଯାଉଛି, କାରଣ ଏମାନେ ଯୁଦ୍ଧ ପାଇଁ ବାହାରିଛନ୍ତି କିନ୍ତୁ ପାଣି ନାହିଁ, ଏମାନଙ୍କ ପଶୁବଳ ପାଇଁ ପାଣି ନାହିଁ, ଏମାନଙ୍କ ସୈନ୍ୟମାନଙ୍କ ପାଇଁ ପାଣି ନାହିଁ। ଏମାନେ ବର୍ତ୍ତମାନ ତୃଷାର୍ତ୍ତ ଅବସ୍ଥାରେ ଅଛନ୍ତି। ଆଉ ଏ ତୃଷାର୍ତ୍ତ ଅବସ୍ଥାରେ କ୍ଳାନ୍ତ ହୋଇ ପଡ଼ିଛନ୍ତି। ଯେତେବେଳେ ତୃଷାର୍ତ୍ତ ଅବସ୍ଥାରେ ଏମାନେ କ୍ଳାନ୍ତ ହୋଇ ପଡ଼ିଛନ୍ତି, ଆଗକୁ ଯିବା ପାଇଁ ଆଉ ବଳ ପାଇପାରୁନାହାନ୍ତି। ତେଣୁ ଚିନ୍ତା କରିଛନ୍ତି ଯେ ଏବେ କଣ କରାଯିବ। ଆଉ ସେମାନେ ନିଷ୍ପତ୍ତି କଲେ ଯେ ଆମେ ବର୍ତ୍ତମାନ କଣ କରିବା? ଆମେ ଜଣେ ପରମେଶ୍ୱରଙ୍କ ଲୋକଙ୍କ ପାଖକୁ ଯିବା। ଏଲିୟଙ୍କ ହସ୍ତରେ ଯୋଉ ଲୋକ ଜଳ ଢାଳୁଥିଲା ବା ଏଲିୟଙ୍କର ଦାସ ଏଲିଶା ଅଛନ୍ତି, ଆମେ ତାଙ୍କ ପାଖକୁ ଯିବା। ଆଉ ତାଙ୍କୁ ବା ଏଲିଶାଙ୍କୁ ଆମେ ଆମର ଦୁଃଖକୁ, ଆମ ସମସ୍ୟାକୁ ଜଣାଇବା। ଯେତେବେଳେ ରାଜାମାନେ ଏଲିଶାଙ୍କ ପାଖକୁ ଗଲେ, ଏଲିଶା ଭବିଷ୍ୟତ ବକ୍ତା ଏମାନଙ୍କୁ ସାନ୍ତ୍ୱନା କରିଛନ୍ତି।
ଏମାନଙ୍କୁ ସାନ୍ତ୍ୱନା ଦଉଛନ୍ତି, ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ପୁଣି ପରମେଶ୍ୱର ଏଇ ରାଜାମାନଙ୍କୁ ଯାହା କହିବାକୁ ଚାହୁଁଛନ୍ତି ସେଇ ବିଷୟକୁ ସେ ଜଣାଉଛନ୍ତି। ଆଉ ଆମେ 17 ପଦରେ ଏଇ ବିଷୟକୁ ପଢିଲୁ। ଆଉ ଥରେ ପଢନ୍ତୁ। କାରଣ ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ତୁମ୍ଭେମାନେ ବାୟୁ ଦେଖିବ ନାହିଁ, ଅବା ତୁମ୍ଭେମାନେ ବୃଷ୍ଟି ଦେଖିବ ନାହିଁ, ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ଜଳରେ ପରିପୂର୍ଣ୍ଣ ହେବ। କଣ କହିଲେ ପ୍ରଭୁଙ୍କ ଲୋକ? ଏଲିଶା ଭବିଷ୍ୟଦ୍ବକ୍ତା କହିଲେ, ତୁମ୍ଭେ ବାୟୁ ଦେଖିବ ନାହିଁ କି ତୁମ୍ଭେ ବୃଷ୍ଟି ଦେଖିବ ନାହିଁ, ତଥାପି ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ। ହାଲେଲୁୟା। ଯେତେବେଳେ ଆମମାନେ କ୍ଳାନ୍ତ ହେଇଯାଉ, ଯେତେବେଳେ ଆମମାନେ ନିରାଶ ହେଇଯାଉ, ଯେତେବେଳେ ଆମମାନେ ଭାଙ୍ଗି ପଡୁ, ଯେତେବେଳେ ଆମମାନଙ୍କ ଜୀବନର ଆଶା ଆମେ ଛାଡ଼ି ଦଉ, ଯେତେବେଳେ ଆମମାନଙ୍କ ଜୀବନରେ ଆମମାନେ କୌଣସି ପ୍ରକାର ଭାବରେ ଆମମାନେ ଶକ୍ତିଯୁକ୍ତ ହେଇପାରିନଥାଉ, ଯେତେବେଳେ ଆମମାନଙ୍କ ଜୀବନର ସବୁ କିଛି ଆଶୀର୍ବାଦ ହଜିଗଲା ବୋଲି ଆମେ ଭାବୁ, ବା ଯେତେବେଳେ ଆମମାନେ ଲକ୍ଷ୍ୟଭ୍ରଷ୍ଟ ହେଇଯାଉ, ଯେତେବେଳେ ଆମମାନଙ୍କ ଜୀବନରେ ଆମେ ଶୂନ୍ୟତାକୁ ଅନୁଭବ କରୁ, ଯଦି ସେହି ସମୟରେ ଆମେ ପ୍ରଭୁଙ୍କ ଉପସ୍ଥିତିକୁ ଯିବା, ପ୍ରଭୁ କହନ୍ତି, ତୁମେ ବାୟୁ ଦେଖିବ ନାହିଁ, ତୁମେ ବୃଷ୍ଟି ଦେଖିବ ନାହିଁ, କିନ୍ତୁ ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ। ହାଲେଲୁୟା। ବାୟୁ ଦେଖିବ ନାହିଁ, ବୃଷ୍ଟି ଦେଖିବ ନାହିଁ, କିନ୍ତୁ ସେହି ଉପତ୍ୟକା ଜଳରେ ପରିପୂର୍ଣ୍ଣ ହେବ। କାହିଁକି? କାରଣ ବର୍ତ୍ତମାନ ରାଜାମାନେ, ଯେହୋଶାଫାଟ ପୁଣି ରାଜାମାନେ, ଏମାନେ ତୃଷାର୍ତ୍ତ ଅବସ୍ଥାରେ ଅଛନ୍ତି। ଏମାନଙ୍କୁ ପାଣିର ଆବଶ୍ୟକ ରହିଛି, ଏମାନଙ୍କର ଶୋଷ ମେଣ୍ଟେଇବା ପାଇଁ ଏମାନଙ୍କର ପାଣିର ଆବଶ୍ୟକ ଅଛି, କିନ୍ତୁ ଏମାନେ ଯୋଉ ସ୍ଥାନରେ ଅଛନ୍ତି ଜଳଶୂନ୍ୟ ସ୍ଥାନ, ପାଣି ବିହୀନ ସ୍ଥାନ। ଆଉ ସେହି ସ୍ଥାନରେ ପରମେଶ୍ୱର କଣ କରନ୍ତି? ଜଳ ଭରି ଦିଅନ୍ତି। ପ୍ରେଜ୍ ଦ ଲର୍ଡ। ଅଭାବ ସମୟରେ, ଅନାଟନ ସମୟରେ, ଦୁଃଖ ସମୟରେ, ନୈରାଶ୍ୟତା ସମୟରେ ପରମେଶ୍ୱର ପ୍ରଚୁରତାକୁ ଭରି ଦିଅନ୍ତି। କେମିତି ଭାବରେ? ବିନା ପବନ, ବିନା ବର୍ଷାରେ ପରମେଶ୍ୱର ପ୍ରଚୁରତା ଦିଅନ୍ତି। ବିନା ପବନ, ବିନା ବର୍ଷାରେ ପରମେଶ୍ୱର ଜଳ ଭରି ଦିଅନ୍ତି। ଆମେ ଦେଖୁଛୁ, ଆମେ ଯୋଉ ପରମେଶ୍ୱରଙ୍କ ନାମରେ ବିଶ୍ୱାସ କରୁଛୁ, ଯୋଉ ପରମେଶ୍ୱରଙ୍କ ନାମରେ ଆମେ ଭରସା କରୁଛୁ, সেই ପରମେଶ୍ୱର ବିନା ପବନ, ବିନା ବୃଷ୍ଟିରେ ପ୍ରାନ୍ତରରେ ଜଳ ଭରିଦେବା ପରମେଶ୍ୱର। ଆମମାନଙ୍କର ଚିନ୍ତାର ବାହାରେ ଆମମାନଙ୍କୁ ଆଶୀର୍ବାଦ କରିବା ପରମେଶ୍ୱର। ତେଣୁ ଆଜି ଏଇ ଭାଗ୍ୟକୁ ଅନୁଧ୍ୟାନ କରୁ କରୁ ଆମେ ଆଜି ତିନୋଟି ବିଷୟ ଚିନ୍ତା କରିବା। ତିନୋଟି ବିଷୟ ଚିନ୍ତା କରିବା। ଆମ ପରମେଶ୍ୱର କଣ କରନ୍ତି? ବିନା ପବନ, ବିନା ବର୍ଷାରେ ଜଳ ଦେଇ ପରିତୃପ୍ତ କରନ୍ତି। ବିନା ପବନ, ବିନା ବର୍ଷାରେ ଜଳ ଦେଇ ପରିତୃପ୍ତ କରନ୍ତି। ଆମେ ସେଇ ପରମେଶ୍ୱରଙ୍କ ନାମରେ ଭରସା କରୁଥିବାରୁ ଆମେ ପ୍ରଥମ କଥା ଆଜି ଚିନ୍ତା କରିବା ଯେ ଆମ ପରମେଶ୍ୱର, ଯେବେ ଆମେ ତାଙ୍କଠାରେ ଭରସା ରଖିବା, ସେ ଆମକୁ କେମିତି ଭାବରେ ଆଶୀର୍ବାଦ କରନ୍ତି। Out of our knowledge, ପ୍ରଭୁ ଜ୍ଞାନର, ବୁଦ୍ଧିର ବାହାରେ ଆମମାନଙ୍କୁ ଆଶୀର୍ବାଦ କରନ୍ତି। ପ୍ରଥମ ବିଷୟ, କେମିତି ଆଶୀର୍ବାଦ କରନ୍ତି? ଜ୍ଞାନର ବାହାରେ, ବୁଦ୍ଧିର ବାହାରେ ଆମମାନଙ୍କର, ଆଉ ଜ୍ଞାନର ବାହାରେ ପରମେଶ୍ୱରଙ୍କର ପ୍ରଚୁରତା ଆମମାନଙ୍କୁ ଦେଖିବାକୁ ଦିଅନ୍ତି। ଯେବେ ଆମେ ଯାତ୍ରା ପୁସ୍ତକ 16 ଅଧ୍ୟାୟ ଦେଖିବା, ମିଶ୍ର ଦେଶରୁ ଇସ୍ରାଏଲ ଲୋକମାନେ ଯେତେବେଳେ ପରମେଶ୍ୱରଙ୍କର ମନୋନୀତ ଦେଶକୁ ବା ପରମେଶ୍ୱରଙ୍କର ମନୋନୀତ ରାଜ୍ୟକୁ ସେମାନେ ଯିବା ପାଇଁ ବାହାରୁଛନ୍ତି, ସେମାନେ ଆସୁ ଆସୁ ଆମେ ଦେଖୁଛୁ 16 ଅଧ୍ୟାୟରେ ସେମାନେ କଣ କରୁଛନ୍ତି? ଖାଦ୍ୟର ଆବଶ୍ୟକ କରୁଛନ୍ତି, ସେମାନେ ଖାଇବାର ଆବଶ୍ୟକ କରୁଛନ୍ତି। ଆଉ ସେହି ସମୟରେ ଲେଖାଯାଏ 16 ଅଧ୍ୟାୟ 30-31 ପଦ ପଢିବା।
ତେବେ ଲୋକମାନେ ତେବେ ଲୋକମାନେ ସପ୍ତମ ଦିନରେ ବିଶ୍ରାମ କଲେ। ସପ୍ତମ ଦିନରେ ବିଶ୍ରାମ କଲେ। ପୁଣି ଇସ୍ରାଏଲ ବଂଶ ପୁଣି ଇସ୍ରାଏଲ ବଂଶ ସେଇ ଖାଦ୍ୟର ନାମ ମାନ୍ନା ଦେଲେ। ସେଇ ଖାଦ୍ୟର ନାମ ମାନ୍ନା ଦେଲେ। ହାଲେଲୁୟା। ହାଲେଲୁୟା। ତାହା ଧନିଆର ପରି ଶୁକ୍ଳ ବର୍ଣ୍ଣ ତାହା ଧନିଆ ପରି ଶୁକ୍ଳ ବର୍ଣ୍ଣ ଓ ତାହାର ଔଷଧ ମଧୁ ମିଶ୍ରିତ ରୁଚି ତୁଲ୍ୟ ଥିଲା। ଆଉ ତାହାର ସ୍ୱାଦ ମଧୁ ମିଶ୍ରିତ ରୋଟି ତୁଲ୍ୟ ଥିଲା। ହାଲେଲୁୟା। ପରମେଶ୍ୱର ଇସ୍ରାଏଲ ଲୋକମାନଙ୍କୁ ପ୍ରାନ୍ତରରେ କଣ କରୁଛନ୍ତି? ଆବଶ୍ୟକତା ଜାଣି ଖାଇବାକୁ ଦଉଛନ୍ତି। ଗୀତ ସଂହିତାରେ ଲେଖାଯାଏ 78 ଗୀତ ଆମେ ଏବେ ପଢିବାନି। ଲେଖା ଅଛି ଏ ଖାଦ୍ୟ କେମିତିକା ଖାଦ୍ୟ? ଦୂତମାନଙ୍କର ଖାଦ୍ୟ। ସ୍ୱର୍ଗର ଦୂତମାନଙ୍କର ଖାଦ୍ୟକୁ ପରମେଶ୍ୱର ମନୁଷ୍ୟମାନଙ୍କୁ ଦେଲେ। ସେ ପୁଣି କେମିତି ଆକାଶସ୍ଥ ଦ୍ୱାର ସବୁକୁ ଉନ୍ମୁକ୍ତ କରି ଦୀର୍ଘ ଦିନ ପର୍ଯ୍ୟନ୍ତ ଯେପରି ଏମାନେ ପରିତୃପ୍ତ ହେବେ, ଦୀର୍ଘ ଦିନ ପର୍ଯ୍ୟନ୍ତ ଏମାନେ ପରିତୃପ୍ତ ହେବେ, ଏଥିପାଇଁ ପ୍ରତିଦିନ ସେ କଣ କଲେ? ମାନା ବୃଷ୍ଟି କଲେ। ପରମେଶ୍ୱର ପ୍ରତିଦିନ ଯୋଉ ମାନା ବୃଷ୍ଟି କଲେ, ପରମେଶ୍ୱର ଯୋଉ ସ୍ୱର୍ଗୀୟ ଦୂତମାନଙ୍କର ଖାଦ୍ୟ ପୃଥିବୀରେ ପ୍ରାନ୍ତରରେ ଇସ୍ରାଏଲ ଲୋକମାନଙ୍କୁ, ମିଶ୍ର ଦେଶରୁ ଆସୁଥିବା ଇସ୍ରାଏଲ ଲୋକମାନଙ୍କୁ ଦେଲେ, ଏ ଖାଦ୍ୟ କଣ ସେମାନେ ଜାଣିଛନ୍ତି? ଆମେ ଯେତେବେଳେ ଚାଉଳ ରାନ୍ଧୁଛୁ କଣ ଅଛି? ଭାତ ଅଛି। ଭାତ ବୋଲି ଆମେ ଜାଣୁଛୁ। ଯେତେବେଳେ ଆଉ କିଛି ଆଇଟମ ବନଉଛୁ, ଆମେ ଆଇଟମ ଜାଣୁଛୁ। ଆମେ ବ୍ରେକଫାଷ୍ଟ ଯେତେବେଳେ ଖାଉଛୁ ପୁରୀ, ଇଡଲି, ଉପମା ଆଉ କଣ କଣ ସବୁ ଆମେ ଜାଣି ପାରୁଛୁ। ତ ଆମେ ଯାହା ଯାହା ଖାଉଛୁ ସାଂସାରିକ ଜାଗତିକ ଖାଦ୍ୟ ଆମେ ସବୁ ଜାଣୁଛୁ। କିନ୍ତୁ ଇସ୍ରାଏଲ ଲୋକମାନେ ଯେତେବେଳେ ସ୍ୱର୍ଗୀୟ ଖାଦ୍ୟକୁ ଦେଖିଲେ, ସେମାନେ ଜାଣିପାରିଲେ ଆଉ ସେମାନେ ତାକୁ ମାନ୍ନା ବୋଲି କହିଲେ। ତାର ଅର୍ଥ ଏଇଟା କଣ? କଣ ମାନାର ଅର୍ଥ କଣ? ଏଇଟା କଣ? ଅର୍ଥାৎ ସେମାନେ ଜାଣିପାରିଲେ ନାହିଁ, କାରଣ ଏହା ସ୍ୱର୍ଗୀୟ ଖାଦ୍ୟ। ଯେବେ ପରମେଶ୍ୱର ଆମମାନଙ୍କର ଚିନ୍ତାର ବାହାରେ ଆମମାନଙ୍କୁ ଆଶୀର୍ବାଦ କରନ୍ତି, ସେଇଟା କଣ? ମାନା ବା ଏହା କଣ? ଏଇଟା କଣ? କେମିତି ହେଲା? ଆମେ ଜୀବନରେ କେମିତି ଆଶୀର୍ବାଦ ପାଇବା? କିନ୍ତୁ କେତେବେଳେ ଯେତେବେଳେ ଆମେ ପ୍ରଭୁଙ୍କ ଉପସ୍ଥିତିକୁ ଯିବା, ଅଭାବ ସମୟରେ, ଦୁଃଖ ସମୟରେ, ବିପଦ ସମୟରେ, ସଂକଟାପନ୍ନ ପରିସ୍ଥିତିରେ ଆମେ ଯେବେ ପରମେଶ୍ୱରଙ୍କର ଉପସ୍ଥିତିକୁ ଯିବା, ପରମେଶ୍ୱର କଣ କରିବେ? ଆଉଟ୍ ଅଫ୍ ଆୱାର ନଲେଜ, ଆମମାନଙ୍କର ଚିନ୍ତାର ବାହାରେ, ଆମମାନଙ୍କର ଜ୍ଞାନର ବାହାରେ ଆମମାନଙ୍କୁ ଆଶୀର୍ବାଦ କରିବେ। ଆମେ କନଫ୍ୟୁଜ ହେଇ ପଡିବା, ଆମେ ପଚାରିବା ଏଇଟା କେମିତି ହେଲା? ଇସ୍ରାଏଲ ଲୋକମାନେ କହିଲେ ଏଇଟା କଣ? ଦିନେ ନୁହ, ଦି ଦିନ ନୁହ, ଦୀର୍ଘ 40 ବର୍ଷ, ଦୀର୍ଘ ଦିନ ପର୍ଯ୍ୟନ୍ତ, ଯୋଉ ପର୍ଯ୍ୟନ୍ତ ସେମାନେ ପ୍ରତିଜ୍ଞାତ ଦେଶରେ, ଦୁଗ୍ଧ ମଧୁ ପ୍ରବାହିତ ଦେଶରେ ପ୍ରବେଶ କରି ନାହାନ୍ତି, ସେ ପର୍ଯ୍ୟନ୍ତ এই মানা ପ୍ରତିଦିନ ବୃଷ୍ଟି ହେଲା। ଯୋଉ ପରମେଶ୍ୱର ମାନା ବୃଷ୍ଟି କରନ୍ତି, ଯୋଉ ପରମେଶ୍ୱର ଆମମାନଙ୍କୁ ପ୍ରଚୁରତା ଭାବରେ ସ୍ୱର୍ଗୀୟ ଆଶୀର୍ବାଦ ଦିଅନ୍ତି, ଆଜି ସେ କହନ୍ତି ତୁମେ ବାୟୁ ଦେଖିବ ନାହିଁ, ତୁମେ ବୃଷ୍ଟି ଦେଖିବ ନାହିଁ, କିନ୍ତୁ ପ୍ରାନ୍ତରରେ ଜଳ ପରିପୂର୍ଣ୍ଣ ହେବ। ହାଲେଲୁୟା। ଆମେ ଚାହୁଁନାହୁଁ କି ଆମ ପରମେଶ୍ୱର ଆମମାନଙ୍କୁ ସ୍ୱର୍ଗୀୟ ଆଶୀର୍ବାଦ ପ୍ରଚୁରତାରେ ଦିଅନ୍ତୁ? ଚାହୁଁଛୁ? ନିଶ୍ଚୟ ଆମେ ଚାହୁଁଛୁ, କାରଣ ଆମେ ଯୋଉ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ, ସେଇ ପରମେଶ୍ୱର ଆଜି ବି ଆମମାନଙ୍କୁ କହିବାକୁ ଚାହାନ୍ତି, ତୁମମାନେ ଚିନ୍ତିତ ହୁଅ ନାହିଁ, ଆମେ ଚିନ୍ତା କରିବାନି, କାରଣ ଆମ ପ୍ରଭୁ ବିନା ପବନ, ବିନା ବର୍ଷାରେ ଆମମାନଙ୍କର ପ୍ରାନ୍ତରକୁ ଜଳରେ ପରିପୂର୍ଣ୍ଣ କରିବା ପରମେଶ୍ୱର। ପ୍ରଥମ ବିଷୟ କଣ? ଆମମାନଙ୍କର ବୁଦ୍ଧି ବା ଜ୍ଞାନର ବାହାରେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତି। ଦ୍ୱିତୀୟ ବିଷୟ ଆମେ ଦେଖିବା ଯେ ଯେତେବେଳେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତି ବା ଯେବେ ପ୍ରଭୁ ଆମମାନଙ୍କୁ ବିନା ପବନ, ବିନା ବର୍ଷାରେ ଜଳ ଦେବାକୁ ଚାହାନ୍ତି, সেই ସମୟରେ ଦ୍ୱିତୀୟ ବିଷୟ ହେଉଛି ଆଉଟ୍ ଅଫ୍ ଆୱାର ଏକ୍ସପେକ୍ଟେସନ, ଆମମାନଙ୍କର ଆଶାର ବାହାରେ। ଆମେ ଆଶା କରିନଥିବା,
आमाने आशा करि नथिबा आमाने से विषय कोनोसी प्रकार भाव ही हम मनरे नथिबो आमाने फेडा भी जेतिबा हारि जाइतिबा परमेश्वर आमानकु से आशीर्वाद दियंती आमे पवन देखिबा वर्षा देखिबानी वाक्य लेखा अछि लूका लिखित सुसमाचार 5 अध्याय आमे देखुछु जेतबे भीतर राति सारा परिश्रम करी निराश हे भांगी पड़ितला राति सारा परिश्रम करी गोटाए भी माछ पाइ नथिला यीशु ताको कोन कहले लूका लिखित सुसमाचार 5 अध्याय 4 पद से कथा शेष करी से कथा शेष करी सिमोन को कहिले गभीर जल को जाई माछ धरिबा निमंते तुम मानकर जाल पकाओ गभीर जल को जाई माछ धरिबा निमंते तुम मानकर जाल पकाओ प्रेज द लॉर्ड कोन आउट ऑफ आवर एक्सपेक्टेशन आमानकर आशा बाहरे इतर कोन करचंती आशा छाड़ी दैछंती राति सारा परिश्रम करी आउ माछ मिलिबो नाही आउ किछि परिश्रम कले भी लाभ नाही तेनु मते वर्तमान घर को फेरी जिबाको हबो एथि पई से कोन करछंती जाल धरिबारे लागिछंती किंतु यीशु जेतेबेले तांको पाखको पहुँचिले ताको आशा करछंती ताको कहले गभीर जल को जाई तमे आपनर जाल पकाओ जेतेबेले भीतर गभीर जल रे जाल पकेले सेतेबेले वाक्य लेखा अछि प्रचुरता को से अनुभव कले बा प्रचुरता को से देखि पारिले ताको जाल रे केमिति आसीला बहुत माछ आसीला तेणु जेतेबेले भीतर यीशु को आज्ञा अनुसार बा पानी रे जाल पकेले से समय इते माछ पड़िला वाक्य लेखा जाय जाल छिंजीबा को लागिला प्रेज द लॉर्ड हालेलुया तेणु करी आमे जो परमेश्वर को विश्वास करूछु जो परमेश्वर को नाम में भरोसा रखुछु हम प्रभु कहंती पवन आसी वर्षा हबनी कोन हबो पानी भर्ती जीवन कोठ आसीला से माछ आमे जानि किंतु प्रभुଙ୍କର आज्ञा ई प्रकार भाବରେ କାର୍ଯ୍ୟ कला जेतबे भीतर जल पकेले जाल रे माछ पड़िगला तेणु करी जदि आज हमने निराश अवस्था रे अछु जदि हमें थकी पड़िछु जदि हमनकर आउ पारिवारिक भावरे व्यक्तिगत भावरे हमने निराशी सारिछु आउ किछि हबनी वर्तमान मोर आउ उपाय नै गुरी भाबुछु आज हमें मने रखिबा जो परमेश्वर जेहोशाफाट पुणी ताको समस्त राजामान को कहिले तुमे भय करताई जो परमेश्वर सेमान को आज्ञा देले जे तुमे निराश न रही कारण आमी देखु 18 पद लेखा अछि और सदाप्रभु को दृष्टि रे यह केवल क्षुद्र विषय एहा केवल क्षुद्र विषय से मायावी मानकु मध्य से मोयामिया मान को मत तुम मानक हस्ତରେ समर्पण करिवे तुम मान को हस्ତରେ समर्पण करिवे हालेलुया प्रभु कोन कहछथि एहा क्षुद्र विषय मात्र प्रभु कोन करिवे प्रचुरता दे आमान को आशीर्वाद करिवे केमिति आशीर्वाद करिवे प्रथम विषय माने सुनिलो प्रभु आमान को हमर पर ज्ञान रो बाहर प्रचुरता देबे ज्ञान रो बाहर आमान को चिंता रो बाहर आमान को आशीर्वाद करिवे द्वितीय रे आमान को आशा रो बाहर आमान को प्रचुरता दे आशीर्वाद करिवे पुनी तृतीय विषय माने देखिबा तृतीय विषय होछि आउट ऑफ आवर इमेजिनेशन आमान को कल्पना रो बाहर प्रेज द लॉर्ड प्रथम विषय प्रभु आमान को जेतबे आशीर्वाद करंती ज्ञान रो बा बुद्धि रो बाहर द्वितीय विषय आशा रो बाहर तृतीय विषय चिंता धारा बा आमान को कल्पना रो बाहर प्रेज द लॉर्ड जोहन लिखित सुसमाचार 6 अध्याय जेतबे माने देखुछु गोटे सुंदर विषय चारि जन सुसमाचार लेखक ए घटना को लिखନ୍ତି कोन यीशु 5टी रोटी आ 2टी माछरे अनेक लोक मान को परितृप्त करथिले अनेक लोक मान को परितृप्त करथिले जेतेबेले यीशु एई लोक मान को देखुछंती दीर्घ 3 दिन हला यीशु को पछरे वाले अछंती यीशु को मुखरे को वाक्य सुनिबा में एवाने यीशु को पछरे बोलुछंती
ସେତେବେଳେ ଯୀଶୁ ଚିନ୍ତା କରୁଛନ୍ତି ଏମାନଙ୍କୁ କିଛି ଖାଇବାକୁ ଦିଆଯାଉ। ଆଉ ଯେତେବେଳେ ଶିଷ୍ୟମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି, ଶିଷ୍ୟମାନଙ୍କ ମନରେ ଶିଷ୍ୟମାନଙ୍କର ଚିନ୍ତାଧାରା ଅନୁସାରେ ଏହା ଅସମ୍ଭବ ବିଷୟ। ଯୀଶୁ କହୁଛନ୍ତି ତୁମମାନଙ୍କ ପାଖରେ କଣ ଅଛି? ଯୀଶୁଙ୍କୁ ରିପ୍ଲାଇ ଯାଉଛି, ଯୀଶୁଙ୍କୁ କୁହାଯାଉଛି କଣ? ଏଇଠାରେ ଜଣେ ବାଳକ ଅଛି, ତାଙ୍କ ପାଖରେ 5ଟି ରୁଟି ଆଉ 2ଟି ଭଜା ମାଛ। 5ଟି ଜବର 5ଟି ରୁଟି ଆଉ 2ଟି ଭଜା ମାଛ ଅଛି। କିନ୍ତୁ ଫିଲିପ କଣ କହୁଛନ୍ତି? ଏତେ ଲୋକଙ୍କ ପାଇଁ କଣ ହବ? ଏତେ ଲୋକଙ୍କ ପାଇଁ କଣ ହବ? 5ଟି ରୁଟି 2ଟା ମାଛ। ଲୋକ ସଂଖ୍ୟା କେବଳ ପୁରୁଷ ସଂଖ୍ୟା 5000 ଆଉ ସ୍ତ୍ରୀ ଲୋକମାନେ ଅଛନ୍ତି, ପିଲାମାନେ ଅଛନ୍ତି। ଏତେ ଲୋକଙ୍କ ଭିତରେ ଗୋଟେ ଛୋଟ ପିଲା ପାଖରେ ଅଛି 5ଟି ରୁଟି ଆଉ 2ଟି ମାଛ। ଯୀଶୁ କଣ କହିଲେ? ଯୀଶୁ କହିଲେ ତାହା ମୋ ନିକଟକୁ ଆଣ। ଯୀଶୁଙ୍କ ହସ୍ତରେ ଦିଆଗଲା। ଯୀଶୁ ସେ ରୁଟିକୁ ଆଶୀର୍ବାଦ କଲେ। ଯୀଶୁ ସେ ରୁଟିକୁ ଆଶୀର୍ବାଦ କଲେ, ମାଛକୁ ଆଶୀର୍ବାଦ କଲେ। ପୁଣି ଯେତେବେଳେ ଶିଷ୍ୟମାନଙ୍କୁ ଦେଲେ, ଶିଷ୍ୟମାନେ ସେଇ 5ଟି ରୁଟି ପୁଣି 2ଟି ମାଛକୁ ନେଇ 5000 ଅଧିକ ଲୋକମାନଙ୍କୁ ସେମାନେ ବାଣ୍ଟି ଦେଲେ। ଲେଖାଯାଏ ସମସ୍ତେ ପରିତୃପ୍ତ ହେଲା ପରେ କେତେ? 12 ଟୋକେଇ ବଳକା ହେଲା। ହାଲେଲୁୟା। 12 ଟୋକେଇ ବଳକା ହେଲା। ଯୋଉ ଗୁଣ୍ଡି ଗୁଣ୍ଡା ପଡିଥିଲା, ଯୋଉ ଖଣ୍ଡ ସବୁ ଥିଲା, 12 ଟୋକେଇ ହେଲା। ପ୍ରେଜ୍ ଦ ଲର୍ଡ। କାହିଁକି? କାରଣ ଆମ ପ୍ରଭୁ ଆମଙ୍କର ଇମାଜିନେସନ, ଆମଙ୍କର କଳ୍ପନାର ବାହାରେ ଆଶୀର୍ବାଦ କରିବା ପରମେଶ୍ୱର। ଆମେ ଜାଣିନଥିବା କେମିତି ହବ, ଆମେ ବୁଝିନଥିବା କେମିତି ହବ, କିନ୍ତୁ ଆମ ପ୍ରଭୁ ତାକୁ କଣ କରନ୍ତି? ବଢାଇ ଦିଅନ୍ତି। ଦିନେ ଜଣେ ସ୍ତ୍ରୀ ଲୋକ 1500 ଟଙ୍କା ଦରମା ପାଇଲା। ତାର ସବୁ କଟିଗଲା। 1500 ଟଙ୍କା ମାତ୍ର ହାତକୁ ଆସିଲା। କେବଳ 1500 ଟଙ୍କା ମାସ ସାରା ଚଳିପାରୁଛି। ମତେ ପ୍ରାର୍ଥନାକୁ ଡାକିଲା ପରେ ସେ 1500 ଟଙ୍କା ମୋ ହାତରେ ଦେଇଦେଲେ। ଆଜ୍ଞା, ଏ ମାସର ଦରମା ହଉଛି ମୋର 1500 ଟଙ୍କା, ଏଇଟା ଧରନ୍ତୁ ଆଉ ମତେ ପ୍ରାର୍ଥନା କରିକି ଦିଅନ୍ତୁ, ଯେମିତି ଏହା ଏବା ଏଇ 1500 ଟଙ୍କା ଏ ମାସ ସାରା ମୋ ପାଇଁ ସଫିସିଏଣ୍ଟ ହେବ। ପ୍ରେଜ୍ ଦ ଲର୍ଡ। ସେ ଟଙ୍କା ମୁଁ ଧରିଲି, 1500 ଟଙ୍କାରେ ପ୍ରାର୍ଥନା କରି ପ୍ରଭୁ ଦରମା ପାଇବା ପୂର୍ବରୁ ଏମାନେ ଋଣଗ୍ରସ୍ତ ହେଇଛନ୍ତି, ଆଉ ସବୁ ଶୋଷି ସାରିଲା ପରେ ମାତ୍ର 1500 ଟଙ୍କା ଏମାନଙ୍କ ପାଖରେ ବଳକା ଅଛି। ପୁଣି ଗୋଟେ ମାସ ଏମାନଙ୍କ ଆଗରେ ପଡିଛି। ତେଣୁକରି ତୁମେ ଏମିତି ଆଶୀର୍ବାଦ କର, ଏଇ 1500 ଟଙ୍କା ଏମାନଙ୍କ ପାଇଁ ଆଶୀର୍ବାଦ ଯୁକ୍ତ ହଉ, ଏ ମାସ ସାରା ଏଇ 1500 ଟଙ୍କା ଏମାନଙ୍କ ପାଇଁ ସଫିସିଏଣ୍ଟ ହଉ। ପ୍ରାର୍ଥନା କରି ପୁଣି ଥରେ ତାଙ୍କ ହାତରେ ଦେଇଦେଲି। ସେଇ 1500 ଟଙ୍କା ନେଇକି ସେ ରଖିଲେ। ମାସର ଆରମ୍ଭରୁ ମାସର ଶେଷ ପର୍ଯ୍ୟନ୍ତ ସେ 1500 ଟଙ୍କା ଟୋଟାଲି ୟୁଜ କରିଥାନ୍ତି। ହାଲେଲୁୟା। ପ୍ରତିଦିନ ଯେତେବେଳେ ସେ ଘରୁ ବାହାରିବେ କାମକୁ, ତାକୁ କଣ ନା କଣ କାମ ମିଳିଯିବ, ସେଦିନର ଖର୍ଚ୍ଚ ଚଳିବ। ଦୀର୍ଘ ମାସେ ପର୍ଯ୍ୟନ୍ତ ସେ 1500 ଟଙ୍କା ତାଙ୍କ ଘରେ ରହିଲା, ସେମାନଙ୍କ ପରିବାର ଚଳିଗଲା। କାହିଁକି? କାରଣ ପ୍ରଭୁ ଆମମାନଙ୍କର ଚିନ୍ତାର ବାହାରେ, ଆମମାନଙ୍କର କଳ୍ପନାର ବାହାରେ ଆମକୁ ଆଶୀର୍ବାଦ କରନ୍ତି। ତେଣୁକରି ଆମମାନଙ୍କ ଜୀବନରେ ଯଦି ପ୍ରଭୁଙ୍କର ଆଶୀର୍ବାଦ ଆମମାନଙ୍କର କଳ୍ପନାର ବାହାରେ ଆସେ ବୋଲି ଆମେ ଚିନ୍ତା କରୁଛୁ ବା ଆଶା କରୁଛୁ, ବାକ୍ୟ କରୁଛି, ଆମେ ପ୍ରଭୁଙ୍କର ଶରଣାଗତ ହେବା। ରାଜାମାନେ ଦେଖିଲେ ସେମାନଙ୍କ ପାଇଁ, ସେମାନଙ୍କ ପଶୁବଳ ପାଇଁ, ସେମାନଙ୍କ ସୈନ୍ୟମାନଙ୍କ ପାଇଁ ପାଣିର ଆବଶ୍ୟକ ଅଛି, ଆଉ ସେଇ ସ୍ଥାନରେ ପାଣି ନାହିଁ। ତ କଣ କରାଯିବ? ସେମାନେ ଦେଖିଲେ ଆମେ ପରମେଶ୍ୱରଙ୍କ ଶରଣ ନେବା। ପରମେଶ୍ୱରଙ୍କ ଶରଣ ନେଲେ, ଆଉ ଯେତେବେଳେ ପରମେଶ୍ୱରଙ୍କ ଶରଣାଗତ ହେଲେ, ପରମେଶ୍ୱର ସେମାନଙ୍କୁ ସେଇ ସ୍ଥାନରେ କହିବେ, ତୁମେ ବାୟୁ ଦେଖିବ ନାହିଁ, ବାୟୁ ଦେଖିବ ନାହିଁ, କି ତୁମେ ବୃଷ୍ଟି ଦେଖିବ ନାହିଁ। କୋଉଠୁ ଆସୁଛି, କେମିତି ଆସୁଛି ତୁମେ ଜାଣିବାର ଆବଶ୍ୟକ ନାହିଁ, କାରଣ ତାହା ପରମେଶ୍ୱର ଜାଣିବେ, ପରମେଶ୍ୱର କରିବେ। ତୁମେ ଖାଲି ଏତିକି ଜାଣିବ, ତୁମର ଆବଶ୍ୟକତା ତୁମ ପାଖରେ ପ୍ରଚୁର ଭାବରେ ରହିବ। ତୁମେ ଯାହା ଆବଶ୍ୟକ କରୁଛ ତାହା ତୁମ ପାଖରେ ରହିବ। ତେଣୁ ଆମ ପ୍ରଭୁ ଚାହାନ୍ତି ଆମେ ପବନ ଦେଖିବାର ଆବଶ୍ୟକ ନାହିଁ। ଆମ ପ୍ରଭୁ ଚାହାନ୍ତି ଆମେ ବର୍ଷା ଦେଖିବାର ଆବଶ୍ୟକ ନାହିଁ।
କିନ୍ତୁ ଆମ ପ୍ରଭୁ ଚାହାନ୍ତି ଆମେ ପରିତୃପ୍ତ ହେବାର ଆବଶ୍ୟକ ରହିଛି। ହାଲେଲୁୟା। ଆମ ପ୍ରଭୁ ଆମକୁ ପରିତୃପ୍ତ କରିବାକୁ ଚାହାନ୍ତି। ଆଉ ସେ ପୁଣି ଏମିତି ସେମିତି ବିଷୟ ନୁହଁ, ଆକାଶସ୍ଥ ଦ୍ୱାରକୁ ଉନ୍ମୁକ୍ତ କରି ଆଶୀର୍ବାଦ କରିବାକୁ ଚାହାନ୍ତି। ଇସ୍ରାଏଲ ଲୋକମାନେ ଚିନ୍ତା କରିନଥିଲେ, ଭାବିନଥିଲେ, ତେଣୁକରି ସେମାନେ କହୁଛନ୍ତି ଏଇଟା କଣ? ଯଦି ଜାଣିଥାନ୍ତେ କହିଥାନ୍ତେ ଏଇଟା ଆମେ ଖାଇଛୁ, ଏଇଟା ଆମେ ଖାଇଛୁ। କିନ୍ତୁ ସେମାନେ ଜାଣିନଥିଲେ ପରମେଶ୍ୱର ସେମାନଙ୍କୁ ଦୂତମାନଙ୍କର ଖାଦ୍ୟ ଦେଲେ, ସେମାନଙ୍କର ଜ୍ଞାନର ବାହାରେ, ବୁଦ୍ଧିର ବାହାରେ ସେମାନଙ୍କୁ ଆଶୀର୍ବାଦ କଲେ, ସେମାନଙ୍କର ଆଶାର ବାହାରେ ସେମାନଙ୍କୁ ଦେଲେ, ସେମାନଙ୍କର କଳ୍ପନାର ବାହାରେ ସେମାନଙ୍କୁ ପରିତୃପ୍ତ କଲେ। ତେଣୁକରି ଆଜି ଯଦି ଆମେ ପ୍ରଭୁଙ୍କ ଠାରେ ଭରସା ରଖୁଛୁ, ଆଜି ବି ସେଇ ପରମେଶ୍ୱର ଆମକୁ କହନ୍ତି ତୁମେ ବାୟୁ ଦେଖିବ ନାହିଁ, ତୁମେ ବୃଷ୍ଟି ଦେଖିବ ନାହିଁ, ତୁମେ ଟେନସନ ହେବାର ଆବଶ୍ୟକ ନାହିଁ, କଣ କରିବି କୋଉଠୁ ଆସିବ ଏ ଚିନ୍ତା କରିବାର ଆବଶ୍ୟକ ନାହିଁ। କଣ କରିବା? ଯୀଶୁ ଯେତେବେଳେ ଜଗତରେ ଥିଲେ ସେ କହିଲେ ତୁମେ କେବଳ ଈଶ୍ୱରଙ୍କ ରାଜ୍ୟ ଆଉ ଧାର୍ମିକତା ଅନ୍ୱେଷଣ କର। କଣ କହିଲେ? ତାହାଙ୍କ ରାଜ୍ୟ ଧାର୍ମିକତା ଅନ୍ୱେଷଣ କର, এই ସବୁ ତୁମକୁ ଦିଆଯିବ। କେମିତି ଭାବରେ? ପ୍ରଚୁର ଭାବରେ। তুমি କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, ଖାଇବା ବିଷୟରେ, ପିଇବା ବିଷୟରେ, କୌଣସି ବିଷୟରେ ଆମେ ଚିନ୍ତା କରିବାର ଆବଶ୍ୟକ ନାହିଁ। ବାକ୍ୟ କହୁଛି ଆମେ କେବଳ ଈଶ୍ୱରଙ୍କ ରାଜ୍ୟ ଧାର୍ମିକତା ଅନ୍ୱେଷଣ କରିବା, ଲୋକମାନଙ୍କୁ ପ୍ରଚୁରତା ଦେବେ, ପ୍ରଚୁରତା ଦେବେ। ଆମେ ପ୍ରଚୁରତା ଯଦି ଦେଖିବାକୁ ଚାହୁଁଛୁ, ପୂର୍ଣ୍ଣତା ଯଦି ଦେଖିବାକୁ ଚାହୁଁଛୁ, ତାହେଲେ এই ରାଜାମାନଙ୍କ ପରି ବର୍ତ୍ତମାନ ଆମେ ପ୍ରଭୁଙ୍କ ଉପସ୍ଥିତିକୁ ଯିବା। କହିବା ସେମାନେ ଗଲେ କହୁଛନ୍ତି ଆମ ପାଖରେ ପାଣି ନାହିଁ, ଆମ ପାଖରେ ପାଣି ନାହିଁ। ସେମାନେ ନିଜର ଦୁଃଖକୁ ଜଣେଇଲେ, ଆଉ ପରମେଶ୍ୱର ସେମାନଙ୍କୁ ଉତ୍ତର ଦଉଛନ୍ତି ତୁମେ ଟେନସନ ନେବାର ଆବଶ୍ୟକ ନାହିଁ। ପରମେଶ୍ୱର କହିଲେ ଏହା ତାଙ୍କ କାର୍ଯ୍ୟ। ପରମେଶ୍ୱର ଆମଙ୍କ ସପକ୍ଷରେ ଯୁଦ୍ଧ କରନ୍ତି, ପରମେଶ୍ୱର ଆମଙ୍କ ସପକ୍ଷରେ ଆବଶ୍ୟକତା ଦେବା ପାଇଁ ଠିଆ ହୁଅନ୍ତି, ପରମେଶ୍ୱର ଆମଙ୍କ ସପକ୍ଷରେ ଆଶୀର୍ବାଦ କାର୍ଯ୍ୟ କରନ୍ତି। ତେଣୁ ଆଜିଠାରୁ ସବୁ ପରିସ୍ଥିତିରେ ପାରିବାରିକ ଭାବରେ ପ୍ରଭୁଙ୍କର ଆଶୀର୍ବାଦ, ଚାକିରିରେ ପ୍ରଭୁଙ୍କର ଆଶୀର୍ବାଦ, ପୁଣି ଅନ୍ୟାନ୍ୟ କାର୍ଯ୍ୟରେ ପ୍ରଭୁଙ୍କର ଆଶୀର୍ବାଦ। ଯଦି ପବନ ବୃଷ୍ଟି ବିନା, ପବନ ଆଉ ବର୍ଷା ବିନା ଦେଖିବାକୁ ଚାହୁଁଛୁ, ତାହେଲେ ଆମେ ଆଜି ଆପଣଙ୍କୁ ପ୍ରଭୁଙ୍କ ହାତରେ ସମର୍ପଣ କରିବା। କହିବା ପ୍ରଭୁ ମତେ ସେଇ ଆଶୀର୍ବାଦ ଦିଅ, ସେଇ ଆଶୀର୍ବାଦ ଦିଅ ଯୋଉ ଆଶୀର୍ବାଦ କଣ କରିବି ନାହିଁ, କୋଉଠୁ ଆସିଲା, କେମିତି ଆସୁଛି ମୋର ଜାଣିବାର ଆବଶ୍ୟକ ନାହିଁ। ବାକ୍ୟ ଲେଖା ଅଛି ତୁମେ ଯୋଉ କୂଅ ଖୋଳି ନଥିବ ସେଇ କୂଅର ପାଣି ଆମେ ତୁମକୁ ପିଇବାକୁ ଦେବୁ। ହାଲେଲୁୟା। ଯୋଉ କୂଅ ଆମେ ଖୋଳି ନଥିବା ସେଇଠିକାର ପାଣି ଆମକୁ ପ୍ରଭୁ ପିଇବାକୁ ଦେବେ। ଯୋଉଠି ଆମେ ଖୋଳି ନଥିବା ସେଇଠି ପ୍ରଭୁ ଆମକୁ କାଟିବାକୁ ଦେବେ। ଯୋଉଠି ଆମେ ପରିଶ୍ରମ କରିନଥିବା ପ୍ରଭୁ ଆମକୁ ସେଇଠି ପରିତୃପ୍ତ କରିବାକୁ ଦେବେ, ପରିତୃପ୍ତ କରିବେ। ତେଣୁକରି ଯଦି ଆମେ ପରିଶ୍ରମ କରିନଥିବା ସ୍ଥାନରେ ପ୍ରଚୁରତା ପାଇବାକୁ ଚାହିଁବା, ଯଦି ଆମେ ପରମେଶ୍ୱରଙ୍କର ମହିମାର ପୂର୍ଣ୍ଣତା ଆମ ଜୀବନରେ ପାଇବାକୁ ଚାହିଁବା, ତାହେଲେ ଆଜି ଆମେ ପ୍ରଭୁଙ୍କ ଉପସ୍ଥିତିକୁ ଯିବା। କହିବା ପ୍ରଭୁ ସେଦିନ ତୁମେ ସେଇ ରାଜାମାନଙ୍କୁ ଆଶୀର୍ବାଦ କଲ, ଆଜି ମୁଁ ତୁମ ନାମରେ ବିଶ୍ୱାସ କରି ସେଇ ବାକ୍ୟ ଅନୁସାରେ ଆଶୀର୍ବାଦ ପାଇବାକୁ ଆସିଛି। ବୃଷ୍ଟି ବି ହୁଏ, ପବନ ବି ହୁଏ, ବା ବିନା ପବନରେ, ବିନା ବର୍ଷାରେ ମତେ ପ୍ରଚୁରତାରେ ପରିପୂର୍ଣ୍ଣ କର। ମୋ ପରିବାରରେ ପ୍ରଚୁରତା ଦିଅ, ମୋ ଜୀବନରେ ପ୍ରଚୁରତା ଦିଅ। ଶାରୀରିକ ଭାବରେ, ପାରିବାରିକ ଭାବରେ, ଆତ୍ମିକ ଭାବରେ ପ୍ରଚୁରତାର ଅନୁଭୂତି ସହିତ ମତେ ଏହି ଜଗତରେ ବଞ୍ଚିବା, ପୁଣି ତୁମରେ ମତେ ସାକ୍ଷୀ ହେବାକୁ ଦିଅ। ଯଦି ଆମେ এই ପ୍ରକାର ଭାବରେ ପ୍ରଭୁଙ୍କ ଉପସ୍ଥିତିକୁ ଯିବା, ପ୍ରଭୁ ନିଶ୍ଚୟ ଆମକୁ ଆଶୀର୍ବାଦ କରିବେ, ଆଉ এই ବାକ୍ୟ ଆମଙ୍କ ଜୀବନରେ ସଫଳ କରିବେ। ପ୍ରଭୁ ତାଙ୍କ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଆମେନ୍।
Praise the Lord. Hallelujah. Hallelujah. Hallelujah.